ରହୁଥିଲା ଜଙ୍ଗଲରେ କ'ଣ ରହୁଥିଲା ସେ ଗାଈର ନାଁ ଥିଲା ବଉଳା। ଗାଈର ନାଁ କ'ଣ ଥିଲା? ବଉଳାର ଗୋଟେ କୁନି ବାଛୁରୀ ଥିଲା। ବଉଳାର କ'ଣ ଥିଲା? ସେଇ ବାଛୁରୀର ନାଁ ଥିଲା କ'ଣ? ଚାନ୍ଦ। ନାଁ ଥିଲା କ'ଣ? ଚାନ୍ଦ। ଦିନେ କ'ଣ ହେଲା, ଦିନେ ଚାନ୍ଦ ଜିଦି କଲା ମାମୁଁ ଘରକୁ ଯିବା ପାଇଁ। ପିଲା ତମେ ମାମୁଁ ଘରକୁ ଯାଅ କି ନାହିଁ? ଜିଦି କଲା ମାମୁଁ ଘରକୁ ଯିବା ପାଇଁ। ତାକୁ ବଉଳା କହିଲା, ତା ମା କ'ଣ କହିଲା? ବଉଳା କହିଲା ମୁଁ ଜଙ୍ଗଲକୁ ଯାଇକି ଚରିକି ଆସେ, ତାପରେ ମାମୁଁ ଘରକୁ ଯିବା। ଜଙ୍ଗଲରେ ଗାଈ କ'ଣ ଖାଏ? ଘାସ ଖାଇବାକୁ ଗଲା। ବୁଝିପାରିଲେ ପିଲାମାନେ? ଆସିଲେ ମୁଁ ମାମୁଁ ଘରକୁ ନେଇକି ଯିବି। ତା ମା କହିଲା ମୁଁ ଆସେ ମାମୁଁ ଘରକୁ ନେଇକି ଯିବି। ଯେତେବେଳେ ଜଙ୍ଗଲକୁ ଗଲା ଘାସ ଖାଇବାକୁ, କିଏ ଗଲା ଘାସ ଖାଇବାକୁ? ଘାସ ଖାଇବାକୁ ଗଲା। ସେତେବେଳେ ଜଙ୍ଗଲରେ କିଏ ଦେଖାହେଲା? ତାର ଦେଖାହେଲା, ବାଘ ସହିତ ଦେଖାହେଲା। ବଉଳାକୁ କହିଲେ କ'ଣ କହିଲା? ସେ ବାଘ ଦେଖିକି କହିଲା ମୁଁ ଗୋଟେ ଖାଇବି। କ'ଣ କହିଲେ? ସେଇଠୁ ବଉଳା କ'ଣ କଲା ନା ମନ ଦୁଃଖରେ କ'ଣ କହିଲା? ମୋର ଗୋଟେ ଛୋଟ କୁନି ବାଛୁରୀ ଅଛି, ମୁଁ ତାକୁ କ୍ଷୀର ଦେଇକି ଆସେ, ସିଏ ସକାଳୁ ଉପାସ ରହିଛି, ତାପରେ ମୋତେ ଖାଇବ। କାହା କହିଲା? ବାଘକୁ କହିଲା। ସେଠୁ ବଉଳା ଗାଈ ସେଇଠୁ ବାଘ ତାକୁ ବିଶ୍ୱାସରେ ଛାଡ଼ିଦେଲା। ସେ ସେଠୁ ଆସିକିନା ସେଠୁ ବାଛୁରୀ ପାଖରେ କାନ୍ଦିକିନା କ'ଣ ହେଲା, ତାକୁ କ୍ଷୀର ଦେଇକି ତାକୁ ପୁଣି ଶୋଇ ଦେଇକି ପୁଣି ପଳେଇଲା। ଚାନ୍ଦ ବି ଦେଖୁଥିଲା। ଚାନ୍ଦ କହିଲା ମାଆର ମନ ଭାରି ଦୁଃଖ କ'ଣ ପାଇଁ? କିଛି ନୁହଁ, ଏମିତି ଆଖିରେ ପାଣି ଆସିଗଲା। ସେଠୁ ଚାନ୍ଦ ଯେତେବେଳେ ଶୋଇ ପଡ଼ିଲା, ବଉଳା ଗାଈ ସେତେବେଳେ କ'ଣ କଲା? ଆସିକି ସେଠୁ ବାଘ ଇଆଡ଼େ ବାଘ ଆମେ ଭାବୁଥାଏ କ'ଣ ଆସୁନି ଏପର୍ଯ୍ୟନ୍ତ, ବଉଳା ଗାଈ ଅନେଇକି ରହିଛି, ଆସିବନି ଏମିତି ଭାବୁଥାଏ ବାଘ। ସେତେବେଳେ କ'ଣ ଆସିଲା? ବଉଳା ଗାଈ ଆସିକି ପହଞ୍ଚିଲା। ଆସିକି ପହଞ୍ଚିକି ସେଠୁ କ'ଣ କଲା? ତା କଥାକୁ ରକ୍ଷା କଲା। ସେ ଯେଉଁ କଥା ଦେଇଥିଲା ଯେ ମୁଁ ଆସିବି, ବାଘ ଆମକୁ କହିଥିଲା, ବାଘ ଆମକୁ ସେଠୁ କ'ଣ ହେଲା? ତା କଥାର ରକ୍ଷା ହେଲା। ବାଘ ଆମକୁ ସେଇ କଥା ପାଇଁ